ସାଲବେଗ ମୁଁ ଗୋଟେ ଇନଷ୍ଟାଗ୍ରାମରେ ଦେଖୁଥିଲି ସାଲବେଗ ଭକ୍ତ ସାଲବେଗଙ୍କ ପାଇଁ ରଥ ରହେ ହଁ ରହେ ଠିକ ରହେ। ତାହେଲେ ସାଲବେଗ କିଏ? ଦାଣ୍ଡ ମୁକୁନ୍ଦପୁରରେ ଜଣେ ବ୍ରାହ୍ମଣ ଜନ୍ମିତ ପିଲା ଜଣେ ମୁସଲମାନ ସେ ସମୟରେ ତାଙ୍କ ଯେତେବେଳେ ସ୍ୱାମୀ ବାପା ମରି ଯାଇଥିଲେ ସେ ସମୟରେ ତାଙ୍କ ମାକୁ ବିଧବା ମାକୁ ବ୍ରାହ୍ମଣ ଦାଣ୍ଡ ମୁକୁନ୍ଦପୁରରୁ ତାଙ୍କୁ ଜବରଦସ୍ତି ନେଇକି ବାହା ହେଲେ। ଇଏ ବୈଷ୍ଣବ ଲୋକ ସିଏ ମହମ୍ମଦିଆନ ଲୋକ କିନ୍ତୁ ତାଙ୍କ ଔରସରୁ ଯୋଉ ସନ୍ତାନ ହେଲା ସିଏ ହେଲେ ସାଲବେଗ। ଯେତେବେଳେ ଲୋକ ଜାଣିଲେ ଯେ ନାଇଁ ଇଏ ମୁସଲମାନ ଲୋକ ଶ୍ରୀମନ୍ଦିରରେ ପୁରେଇ ଦେଲେ ନାହିଁ ସେଇ ସମୟରେ ସିଏ ଚାଲି ଚାଲି ଯାଇକି ବୃନ୍ଦାବନ ମଥୁରା ଗଲେ ଏବଂ ସେଠି ଅଳ୍ପ ବର୍ଷ ବୟସରେ ସେମାନେ ତାଙ୍କୁ କହିଲେ ଆରେ ତୁ ଏଠି କାହିଁ କାହ୍ନାକୁ ପୂଜା କରୁଛୁ ତୁ ଘର କୋଉଠି ନା ଓଡ଼ିଶା ପୁରୀ ଆରେ ତୁ ଯାଉନୁ ସେଠି ଜଗନ୍ନାଥଙ୍କ ରଥଯାତ୍ରା ହଉଛି ସିଏ ଆସନ୍ତି ପଦାକୁ ସମସ୍ତଙ୍କୁ ଦେଖା କର ତୁ ଯାଉନୁ ସେଠିକି ନା ହଁ ଏଟା ତ ମୁଁ ଜାଣିନି ନା ସିଏ ସମସ୍ତଙ୍କୁ ଦେଖା କରନ୍ତି ତୁ ଯା। ତ ସେଠି ଭଜନ ବି ଆପଣ ଦେଖିବାକୁ ପଡେ ଯେ 1200 କୋଶ ବାଟ ମୁଁ 800 କୋଶ ବାଟ ଚାଲି ନ ପାରଇ ଯଦି ମୁଁ ଠିକ ଥିବି ତାହେଲେ ପ୍ରଭୁ ଆପଣ ମୋ ପାଇଁ ଟିକେ ଅପେକ୍ଷା କରିବେ। ବେହୋସ ହେଇକି ପଡିଲେ ରଥ ରହିଲା ତାଙ୍କୁ ପାଣି ଛିଟା ହେଲା ସିଏ ଆସିଲେ ଏବଂ ଦେହ ତ୍ୟାଗ କଲେ। ସେଠି ଆଜି ବି ସମାଧି ଅଛି ସାଲବେଗଙ୍କର କିନ୍ତୁ ନା ଲୋକ ବୁଝିଲେ ନା ଭକ୍ତ ସାଲବେଗ। ଆରେ ଭକ୍ତ ସାଲବେଗ ହେଲେ ବୈଷ୍ଣବ ଲୋକ ତାଙ୍କ ମା ବ୍ରାହ୍ମଣ ଥିଲେ ତାଙ୍କ ବାପା ଥିଲେ ମୁସଲମାନ କିନ୍ତୁ ଯେହେତୁ ତାଙ୍କ ଜିନ୍ ଟା ହେଲା ବିଷ୍ଣୁ ଭକ୍ତ ତେଣୁ ସିଏ ଟାଣି ଟାଣି ହେଇକି ଆସିଲେ